ମା हे प्रियतम प्रभु शाश्वत ज्योति ଏହି ନିରବତା ମଧ୍ୟରେ ତୁମ ଆଡ଼କୁ ଉଠି ଚାଲିଛି ଏହି ଆଶ୍ରୟବନ୍ତ ସତ୍ତାମାନଙ୍କର ଶତ ଶତ କୋଟି କୋଟି ପ୍ରଣାମ। ଅବିସ୍ମିତ ଆନନ୍ଦର ସ୍ରୋତସ୍ୱିନୀ ଧାରା କରୁଣାମୟୀ ଦିବ୍ୟଜନନୀ ମାଙ୍କ ପାଦପଦ୍ମରେ ଆମ ସମସ୍ତଙ୍କର ଭକ୍ତିପୂତ ପ୍ରଣାମ। ଦୂର ଦୂରାନ୍ତରୁ ଏହି ଅନଲାଇନ ମାଧ୍ୟମରେ ଉପସ୍ଥିତ ଥିବା ସମସ୍ତ ମାତୃଭିକ୍ଷୁ ଦିବ୍ୟାତ୍ମା ମାନଙ୍କୁ ମୋର ଆନ୍ତରିକ ପ୍ରଣାମ, ଶୁଭେଚ୍ଛା, ବନ୍ଦେ ମାତରମ୍। ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜିର ସମସ୍ତ କାର୍ଯ୍ୟକ୍ରମ ମା ଓ ପ୍ରଭୁଙ୍କ ପାଦପଦ୍ମରେ ସମର୍ପିତ। ମା ଓ ପ୍ରଭୁଙ୍କୁ କୃତଜ୍ଞତା ଭରା ପ୍ରଣାମ। ମାଙ୍କର ଧରାବତରଣର ମାସ, ସପ୍ତମ ଦିନ, ସ୍ୱତନ୍ତ୍ର ପାଠଚକ୍ରର ଆୟୋଜନ। ମାଙ୍କର ଉପସ୍ଥିତି ବାରି ହୋଇଯାଇଛି। ମାଙ୍କର ଆଶୀର୍ବାଦ ସମସ୍ତଙ୍କ ଉପରେ କୃପା ହୋଇ ବରସିଥାଉ। ମାଙ୍କ ପାଖରେ ପ୍ରାର୍ଥନା। ଆମର ସୌଭାଗ୍ୟ ପରମକୁ ସେହି ଦିବ୍ୟଜନନୀକୁ ଆମେ ଆମର ମା ରୂପେ ପାଇଛେ। ତାଙ୍କର କରୁଣା କୃପା ସବୁବେଳେ ସବୁ ସମୟରେ ଆମ ସହିତ ରହିଛି। ଆମକୁ ସମସ୍ତ ବିପଦ ଆପଦରୁ ରକ୍ଷା କରୁଛି। ବାରମ୍ବାର ଆମର ଦୋଷ ତ୍ରୁଟିକୁ କ୍ଷମା କରି ଆମ ହାତ ଧରି ମା ଆମକୁ ଆମ ଲକ୍ଷ୍ୟ ଦିଗରେ ନେଇ ଚାଲିଛନ୍ତି। ମା ଦିବ୍ୟ କରୁଣା ନେଇ ପୃଥିବୀକୁ ଆସିଛନ୍ତି। ଆମେ ଜାଣିଛନ୍ତି ପିଲାଟି ଦିନରୁ କିପରି ମା ଉପରକୁ ଉଠି ଯାଉଥିଲେ ଆଉ ତାଙ୍କର ଗାଉନଟି ପ୍ରସାରିତ ହୋଇଯାଉଥିଲା ଆଉ ତାକୁ ଯିଏ ସ୍ପର୍ଶ କରୁଥିଲା ତାର ଦୁଃଖ ଯନ୍ତ୍ରଣା ସବୁ ନଷ୍ଟ ହୋଇଯାଉଥିଲା। ଅତି କୁନି ବୟସରୁ ଏହି ଅନୁଭୂତିରୁ ଜଣାପଡେ ଯେ ମା ଜଗତର ସବୁ ସମସ୍ୟାକୁ ହିଁ ହରଣ କରିବାକୁ ଆସିଛନ୍ତି। ଏମିତି କରୁଣା ନେଇକି ଆସିଛନ୍ତି ଯେଉଁ କରୁଣାର ସ୍ପର୍ଶରେ ଜଗତର ସବୁ ସମସ୍ୟା ଚିରଦିନ ପାଇଁ ଲୋପ ହୋଇଯିବ ଏବଂ ଜଗତ ସ୍ୱର୍ଗରେ ପରିଣତ ହୋଇଯିବ। ଆମେ ସମସ୍ତେ ରୋଗ ଯନ୍ତ୍ରଣା, ବାର୍ଦ୍ଧକ୍ୟ ଏବଂ ମୃତ୍ୟୁ କବଳରୁ ମୁକ୍ତ ହୋଇଯିବା। ମା ପୁସ୍ତକରେ ବାପା ଆଜି ପଢିଲେ ସେଇ ମାଙ୍କର ଯଦି କରୁଣା ଅଭୟ ଆମ ସଙ୍ଗେ ରହିଛି ତାହେଲେ ଆମକୁ କୌଣସି ଶତ୍ରୁ ଶକ୍ତି ତା ଯେତେ ଶକ୍ତିଶାଳୀ ହୁନା କାହିଁକି ଆମକୁ ସ୍ପର୍ଶ କରିପାରିବ ନାହିଁ। କୌଣସି ବିଦେଶୀ କାମ ଚିନ୍ତାର କାରଣ ହେଇପାରିବନି। କାହିଁକି ନା ସେଇ ଦିବ୍ୟ ଜନନୀଙ୍କର ସେଇ କରୁଣାମୟୀ ମାଙ୍କର କରୁଣା ଆମ ଉପରେ ରହିଛି। ଏହି କରୁଣାମୟୀ ଦିବ୍ୟ ଜନନୀ ମାଙ୍କ ବିଷୟରେ ବିସ୍ତାର ଭାବରେ ଆମର ଅତି ପ୍ରିୟ ଭାବିପ୍ରିୟ ଆପା କେଉଁଝରର ତାଙ୍କଠୁ ଶୁଣିବା। ଭାବିପ୍ରିୟ ଆପା ପ୍ରଣାମ। ଆପଣ ଆଲୋଚନାକୁ ଆସନ୍ତୁ। ଆପା ପ୍ରଣାମ। ମା ସମ୍ମାନ୍ୟ ଶରଦ ଭାଇଙ୍କୁ ମୋର ପ୍ରଣାମ, କୃତଜ୍ଞତା। ମା ପ୍ରଭୁଙ୍କ ଚରଣରେ ପ୍ରଣାମ, କୃତଜ୍ଞତା। ଆତ୍ମାର ସାଥୀ ମାନଙ୍କୁ ପ୍ରଣାମ। ଆଲୋଚନା କରୁଣାମୟୀ ମା। କରୁଣାମୟୀ ମା ସବୁ ଜାଣନ୍ତି, ବଡ ଆଶ୍ଚର୍ଯ୍ୟର ଅଧିକାରୀ। ଭଗବାନ ସର୍ବଶକ୍ତିମାନ, ସର୍ବଜ୍ଞାନବାନ। ତାଙ୍କ ପାଇଁ ପଦେ କରୁଣାମୟୀ ଜନନୀ ମୋର, କରୁଣାମୟୀ ଜନନୀ ମୋର, ଚାହିଁଛି ଦିବ୍ୟ ଦୃଷ୍ଟିରେ, ଅପ୍ରତିହତ ଆସ୍ପୃହ କଲେ ଉତ୍ତର ଦିଏ ଅନ୍ତରେ। ମୋ ଜନନୀ ଜନନୀ ପରି କେ ହେବ, ଦିବ୍ୟ ସ୍ରୋତେ ବାହି ନେବ। ମୋ ଜନନୀ ସବୁ ରାସ୍ତା ଖୋଲି ଦେବ। ବିଷୟବସ୍ତୁ କରୁଣାମୟୀ ମା। ଭାଇ ଟପିକଟି ଦେଲେ ଯେତେବେଳେ ସ୍ୱତଃସ୍ଫୂର୍ତ୍ତ ବନ୍ଦନାଟିଏ ବି ପଳେଇ ଆସିଛି। ତ ପଦେ ଗାଇଲି, ଆଉ ପଦେ ଦେଖି ପଛରେ ଗାଇବି। ଏଇଠି ଡିଭାଇନ୍ ଗ୍ରେସ୍ ଗୋଟେ ବାଣୀରୁ ଷ୍ଟାର୍ଟ କରୁଛି। Divine grace is always with you, and by your truth you allow its action to be effective. The mother. ଭଗବତ କରୁଣା ତୁମ ସହ ସର୍ବଦା ରହିଛି। ତୁମେ ତୁମର ଗଭୀର ବିଶ୍ୱାସ ବଳରେ ଏହାକୁ ଫଳପ୍ରଦ କରାଇପାରିବ। ଶ୍ରୀ ମା। ଆଲୋଚନା ହେଉଛି କରୁଣାମୟୀ ମା।
କରୁଣାମୟୀ ଭଗବତୀ ଜନନୀ ଶ୍ରୀମା ମାନବୀୟ ପରିଚ୍ଛଦ ପରିଧାନ କଲେ। ସ୍ୱର୍ଗର ମହାର୍ଘତାକୁ ଅବଲୀଳାରେ ପ୍ରତ୍ୟାଖ୍ୟାନ କରି ଭୂମିକା ହେଲା ଅମୃତର ସନ୍ତାନ ଏହି ମରଣଶୀଳ ମାନବକୁ ଅମୃତ ତତ୍ତ୍ୱ ପ୍ରଦାନ କରିବା। ପଥ ଦୀର୍ଘ, ସମୟ ସାପେକ୍ଷ, ତଥାପି ଅଭିଷ୍ପୁ ଆଶା ହରାଏ ନାହିଁ। ଆଗରେ ତାର ନେତ୍ରୀ ଦିବ୍ୟଜନନୀ ମା। ସେ ଯେ ଆକର୍ଷଣୀୟ ଚୁମ୍ବକ, ସ୍ୱର୍ଗ ଓ ମର୍ତ୍ତ୍ୟର ଅନ୍ତର୍ବର୍ତ୍ତୀ ସ୍ୱର୍ଣ୍ଣ ସୁବର୍ଣ୍ଣ ସେତୁ। ଜନନୀଙ୍କ ପ୍ରତି ଯେ ନିଜର ହୃଦୟଟି ଖୋଲିଛି, ଜ୍ଞାତ ସାରରେ ହେଉ ଅଜ୍ଞାତ ସାରରେ ହେଉ, ସେ ପାଇଛି ତାଙ୍କର କରୁଣା କଣିକାର ସ୍ପର୍ଶ। ଆମେ ଗୋଟିଏ ଉକ୍ତି ସବୁବେଳେ କହିଥାଉ, ପଙ୍ଗୁ ଲଙ୍ଘୟତେ ଗିରି ମୁକମ୍ କରତେ ବାଚଲମ୍। ମାର କରୁଣା ଯୋଉଠି ଥିବ, ପଙ୍ଗୁ ବି ଗିରି ଲଙ୍ଘି ପାରିବ, ଆଉ ମୁକ ବି କଥା କହିପାରିବ। ତାର କରୁଣା ଏହିପରି। କରୁଣାମୟୀ ଭଗବତୀ ଜନନୀ ମାନବୀୟ ପରିଚ୍ଛଦ ପରିଧାନ କଲେ ଓ ସମସ୍ତ ମହାର୍ଘତାକୁ ଛାଡ଼ି ଦେଇ ତଳକୁ ଆସିଲେ। ଆଲୁଅରୁ ଅନ୍ଧକାରକୁ ଆସିଲେ, ଅତି ଚେତନାରୁ ନିଶ୍ଚେତନକୁ ଭିତରକୁ ଆସିଲେ, ଆନନ୍ଦରୁ ନିରାନନ୍ଦ ଭିତରକୁ ଆସିଲେ, ସତ୍ୟରୁ ମିଥ୍ୟାକୁ ଆସିଲେ। ଇଏ ହେଉଛି କରୁଣାମୟୀଙ୍କର କରୁଣାର ପରିଚୟ। କରୁଣାରେ ଭରିଛନ୍ତି ବୋଲି ସେ କରୁଣାମୟୀ। ଯେତେ ସବୁ ଭଲ ଜିନିଷ ଛାଡ଼ି ସନ୍ତାନର ମଙ୍ଗଳ ପାଇଁ ଓହ୍ଲେଇ ଆସିଛନ୍ତି ନିମ୍ନକୁ। ନିଜର ବିଶାଳତା, ବିସ୍ତୀର୍ଣ୍ଣତା, ଅସୀମତା ଓ ସାରତତ୍ତା, ଅମରତ୍ୱକୁ ସବୁ ଛାଡ଼ି ଦେଇ ସେ ସୀମିତ ହୋଇଗଲେ। ମଣିଷ ରୂପ ଧାରଣ କଲେ, ଅନ୍ଧାର ହୋଇଗଲେ, ଅସତ୍ୟ ଭିତରେ ରହିଲେ। ଉଦ୍ଦେଶ୍ୟ ଥିଲା ଅବହେଳିତ ମଣିଷ ଖଳିତ ହୋଇଛି, ଊର୍ଦ୍ଧ୍ୱକୁ ଉଠିବେ। ମଣିଷ ପରିଚୟ ହରାଇ ଅସହାୟ ହୋଇଛନ୍ତି, ସହାୟତା କରିବେ। ନିଜ ଅବଲୀଳା ଲୀଳାକୁ ନିମ୍ନମୁଖୀ କଲେ, ତଳକୁ ଆସି ମାନବୀୟ ଲୀଳା କଲେ। ଏ ହେଉଛି ବିଶାଳ କରୁଣା। ଯେଉଁମାନେ ତାଙ୍କୁ ଭଲ ପାଇଛନ୍ତି, ଉନ୍ମୁକ୍ତ ଅଛନ୍ତି, ଜାଣନ୍ତି ତାଙ୍କ କରୁଣାର ପ୍ରାପ୍ତ ହେବ। ନିଜକୁ ସଚେତନ ହେବାର ଅଛି। ସାଧକ ବହୁତ ସାଧନା କରୁଛନ୍ତି, କିଏ ନ କରୁଛି ବି ତାଙ୍କ ସହିତ କରୁଣା ଅଛି। ମା କରୁଣା ସମସ୍ତଙ୍କ ଉପରେ ସେ ଢାଳିଛନ୍ତି। ମା ସବୁ ଜାଣିଛନ୍ତି। ମାଙ୍କୁ ଯିଏ ଜାଣିନାହିଁ କିଛି ତାଙ୍କ ବିଷୟରେ, ଯଦି ମା ମା ନାମଟିଏ ଜପ କରୁଛି, ତା ପାଖରେ ମଧ୍ୟ ପ୍ରବଳ କରୁଣା ରହୁଛି। ତେଣୁ ଆସ୍ପୃହା ଅନୁସାରେ କୃପା ପ୍ରାପ୍ତ କରନ୍ତି, ତାଙ୍କର ପ୍ରସ୍ତୁତି ଅନୁସାରେ ପ୍ରାପ୍ତ କରନ୍ତି କରୁଣା। ଜଗତର ଦୁଃଖ ଯନ୍ତ୍ରଣା ତାଙ୍କ ହୃଦୟର ବିଦୀର୍ଣ୍ଣ ହୋଇଯାଏ। ସେ ହେଉଛନ୍ତି କରୁଣାମୟୀ, ଯାହାଙ୍କର ପୂତ ସ୍ପର୍ଶ ନିରାମୟ କରେ। କେତେ ହତଭାଗ୍ୟ ପୀଡ଼ିତ ପ୍ରାଣକୁ ତାଙ୍କର ସ୍ପର୍ଶ ଲାଭ କରିଥିବା ଅନୁଭୂତିର ରୂପ ଦିଅନ୍ତି ସାଧକମାନେ, ଅନେକ ଅନେକ ସାଧକମାନେ। ଆମେ ସବୁ ସମୟରେ କରୁଣାମୟୀ ମାକୁ ମନେ ପକେଇବା, ସେ ନିଶ୍ଚୟ ଆମକୁ ପାର କରିଦେବେ। କେବଳ ସରଳ ମନୋଭାବଟିଏ ଦରକାର। କରୁଣାର ଅର୍ଥ ଆମେ ସମସ୍ତେ ଜାଣିଛେ। କରୁଣାର ଅର୍ଥ ବୋଧେ ସମାଜରେ ଆମେ ଭାବିଛେ ଦୟା। କିଏ ଖାଇନାହିଁ, ଖାଇବା ଦେଇଦେବି, କିଏ ପଡ଼ିଗଲା ଉଠେଇଦେବି। ଆମେ ଅନେକ ଦୁଃଖୀ ରଙ୍କିକୁ କିଛି ଦାନ ଧର୍ମ ଦେଇଦେବି। ଇଏ ହେଉଛି କରୁଣା ନୁହଁ, ଦୟା। ତେଣୁ କରୁଣା ଗୋଟିଏ ଭାବ, ଦୟା ହେଲା ସିମ୍ପାତି। କରୁଣା ହେଉଛି ଦୟା ଠାରୁ ଉର୍ଦ୍ଧ୍ୱରେ ଅଛି। ଯିଏ ସେହି ବ୍ୟକ୍ତିକୁ ଖାଇବାକୁ ଦେଉଛି, ମେଡିକାଲ ନେଉଛି, ତା ଦୁଃଖ ସହିତ ମଜୁଛି, ତା ସହିତ ହଜୁଛି, ତାକୁ ନେଇକି ଚିନ୍ତିତ, ଭାବିବ ତା ପାଖରେ କରୁଣା ରହିଛି। କରୁଣାର ପରିଚୟ, ବିଶାଳ ହୃଦୟର ପରିଚୟ।
କରୁଣା ଗୋଟିଏ ଅନ୍ତରର ଭାବ, ଏମିତି ଭାବ ଯେମିତି ଅନ୍ୟର ସ୍ୱଭାବକୁ ବୁଝିଥାଏ, ତାଙ୍କ କଷ୍ଟକୁ ଅନୁଭବ କରିଥାଏ। ଯାହା ପାଖରେ ଥାଏ କରୁଣା, ତା ପାଖରେ ଥାଏ ଦିବ୍ୟ ଧାରଣା, ଆଉ ମମତାରେ ବହିଯାଏ ଝରଣା। ଏହି ସଂସାରରେ ସମସ୍ତଙ୍କର ସଂଘର୍ଷ, ଦୁଃଖ, ପୀଡା ମୂଳ କାରଣକୁ ଆମେ ବୁଝି ନଥାଉ। କାହାର ଭାବନା, ବେଦନା, ସେଥିପାଇଁ ପରସ୍ପର ଠାରୁ ଆମେ ବିଚ୍ଛିନ୍ନ। ନିଜ ଅହଂରେ ସମସ୍ତେ ମାତିଛେ। କାହିଁକି ପରର ଦୁଃଖ ଆମକୁ ଦେଖାଯାଉନାହିଁ? ଆପଣ ଅନ୍ୟ ଧର୍ମକୁ ଦେଖନ୍ତୁ, ତାଙ୍କର କିଛି କାର୍ଯ୍ୟ ପଡ଼ିଲେ ସେ ସମସ୍ତେ ଏକ ହେଇଯାଆନ୍ତି। କିନ୍ତୁ ଆମ ଧର୍ମର ବ୍ୟକ୍ତିମାନେ କଣ କରନ୍ତି ନା, ଯଦି ପଡୋଶୀ କାହାର କିଛି ହେଲା, ତାର ହେଇଛି, ମୋର କଣ ଅଛି, ମୁଁ ଖାଇପି ବଞ୍ଚିଲେ ହେଲା। କିନ୍ତୁ ମା ପ୍ରଭୁଙ୍କ କୃପାରୁ এই କରୁଣାର ଭାବ ସମସ୍ତଙ୍କ ହୃଦୟରେ ଜାଗ୍ରତ ହେଲାଣି। ଯନ୍ତ୍ରଣା ଭିତରେ ଗୋଟେ ଆଲୋକ ଦେଖାଗଲାଣି, ଗୋଟେ ଏକତାର ମନ୍ତ୍ର ଦେଖାଗଲାଣି। ଯେତେବେଳେ ଆମେ ଅହଂର ସୀମା ମଧ୍ୟରୁ ବାହାରି ଗଲେ କରୁଣାର ସ୍ୱାଦ ଚାଖିବା। ଆମେ ପଶୁ ପକ୍ଷୀ ସମସ୍ତଙ୍କ ପ୍ରତି କରୁଣାର ଭାବ ରଖିଲେ, ତ ସମସ୍ତଙ୍କ ପ୍ରତି ଯଦି ଆମେ ରଖୁଛେ, ସଂଘର୍ଷ ଦୂର ହେଇଯିବ। ତୁମଠାରେ କରୁଣା ଥିବ, ତୁମେ ତାଙ୍କର ସମସ୍ୟାକୁ ବୁଝିପାରିବ, ତାଙ୍କ ମନର ଭାବକୁ ବୁଝିପାରିବ। ମନୁଷ୍ୟ ବିଶ୍ୱାସ ନିର୍ମାଣ କରେ, କରୁଣାମୟୀ କରୁଣାର ଦୃଷ୍ଟି ପଡିଥାଏ ଯେତେବେଳେ ସେ ବିଶ୍ୱାସ ନିର୍ମାଣ କରେ। ଯେଉଁଠି ସଂଘର୍ଷ ଅଛି ସେଠି ମାର କରୁଣା ଅଛି। ସଂଘର୍ଷ ଦୁଇଟି ରାସ୍ତା ଦେଖାଏ, ଗୋଟେ ଊର୍ଦ୍ଧ୍ୱକୁ, ଗୋଟେ ନିମ୍ନକୁ। ଆଉ ଯେଉଁ ଊର୍ଦ୍ଧ୍ୱକୁ ଯିବାକୁ ଅଣ୍ଟା ଭିଡ଼ିଥାଏ, ସବୁ ବାଧାକୁ ଅତିକ୍ରମ କରିଥାଏ, ମାର କରୁଣା ତା ସହିତ ଥାଏ। ତା ପାଦରେ ପାଦ ମିଳାଇ ସେ ଚାଲିଥାଏ। ଯେ ନିମ୍ନକୁ ଗଲା, ଜୀବନ ଚକ୍ରରେ ବାରମ୍ବାର ଜନ୍ମ ନେଲା, ଦୁଃଖ ସଂଘର୍ଷ ତାର ସାଥୀ ହେଲା, ଆଉ କଣ, ପୁନରାପି ଜନ୍ମ, ପୁନରାପି ମରଣ। ତେଣୁ ଆମ ଜୀବନକୁ ବଢେଇବାରେ ଅଛି। କେମିତି? ଆମେ ଟିକେ ବୁଝିବା। ଆମେ ଜାଣିଛେ ଗଛରୁ ଯୋଉ ପତ୍ରଟି ଶୁଖିଗଲା, ପାଚିଗଲା, ସେ ଖରାପ ହେଇଗଲା, ସେ ତଳକୁ ଖସି ପଡିଲା, ଗଛରୁ ଛିଡ଼ି ତଳେ ପଡିଗଲା, ହଁ ନା? ସେହିଭଳି ଯିଏ ସଂସାରରେ ମଧ୍ୟ ଆପଣଙ୍କୁ କଣ କିଛି ଦୁଃଖ ଦେଇଥାନ୍ତି, କିଛି ଥଟ୍ଟା ପରିହାସର ପାତ୍ର କରିଥାନ୍ତି, କିଛି ବଢେଇ ଚଢେଇ କହିଥାନ୍ତି, ବିରୁଦ୍ଧାଚରଣ କରିଥାନ୍ତି, ସେହିଭଳି ଯେଉଁ ବ୍ୟକ୍ତିମାନେ ସେ ଝଡ଼ି ଯାଉଛନ୍ତି। ଭାବନ୍ତୁ, ଯିଏ ତୁମକୁ ବିରୋଧାଭାସରେ ଦେଖୁଛି, ଦୁଃଖ ଦେଉଛି, ତୁମେ ତାକୁ କରୁଣା ଦୃଷ୍ଟିରେ ଦେଖ। ଯିଏ ତୁମକୁ ପୀଡା ଦେଉଛି, ତୁମେ ତା ପାଇଁ ପ୍ରାର୍ଥନା କର। ଦେଖ ଏ କରୁଣାର ଭାବ ତୁମକୁ କିପରି ପରିବର୍ତ୍ତନ କରୁଛି। ହେ ମା, ମୁଁ ଏହି ପ୍ରାର୍ଥନା କରୁଛି, ସମସ୍ତଙ୍କ ଜୀବନରେ ତୁମେ ହିଁ ସାଥୀ ହୋଇକି ଚାଲ। ତୁମ କରୁଣାର ଦୃଷ୍ଟି ଥାଉ, ତୁମ ଚେତନାର ଅଗାଧ ସମୁଦ୍ରରୁ ବାଲିଗଡ଼ଟିଏ ମୁଁ। ତୁମ କରୁଣାକୁ ବର୍ଣ୍ଣନା କରିବା ବି ମୋର ଯୋଗ୍ୟତା ନାହିଁ, ତଥାପି ଆଲୋଚନାରେ ରଖୁଛି, ତୁମେ ମୋ କଣ୍ଠରେ ବସି ପରିଚାଳନା କର। ଯେଉଁଠି କରୁଣା ଅଛି ସେଇଠି ଆକର୍ଷଣ ଅଛି। ଆପଣମାନେ ସମସ୍ତେ ଜାଣିଛନ୍ତି, ମାର କରୁଣା ପାଖରେ ଛୁଆର କି ଆକର୍ଷଣ ଥାଏ। ମାର କରୁଣା, ତା ପ୍ରତି ଆମର ଆକର୍ଷଣ ବଢିଥାଏ। କରୁଣାରେ କୃପା, ଶ୍ରଦ୍ଧା, ପ୍ରେମ, ଭଲ ପାଇବା ମିଶିକି ଥାଏ। କରୁଣା ମମତା, କରୁଣାମୟୀ ସ୍ୱୟଂ ସେ ନିଜେ। ଆମେ ଏଠି ସଂସାରର ମା କଥା ଯଦି ଚିନ୍ତା କରିବା, ମା ବାପା ଆମେ ସମସ୍ତେ ଏଠି ଅଛେ ହୋଇଛେ। ଯେତେବେଳେ ପିଲାଟି ଶିଶୁ ସୁଲଭ ଥିଲା, ଛୁଆଟି ଶୋଇଥାଏ, ତାର ଚାରିପଟରେ ତକିଆ ଦେଇଥାଏ, ମୋ ଛୁଆ ପଡିଯିବନି ତ। କରୁଣାର ଦୃଷ୍ଟିଟି ଛୁଆ ପାଖେ ଥାଏ। ପ୍ରେମ, ମମତା, କରୁଣା ଭାବ ନେଇ ସେ ଯତ୍ନ ନେଇଥାଏ। ଛୁଆ ଟିକେ ବଡ ହେଲେ ତା କାର୍ଯ୍ୟରେ ଲକ୍ଷ୍ୟ ଦେଇଥାଏ, କାର୍ଯ୍ୟକଳାପକୁ। କୋଉଠି ଭୁଲ କରିଦବ, କୋଉଠି ପଡିଯିବ, ଦୃଷ୍ଟି ଦେଇଥାଏ। କାଳେ ଝୁଣ୍ଟି ପଡିବ,
ସିଢି ଛାଡି ଯିବ। ଛୁଆଟି ଯଦି ନୂଆ ସାଇକେଲ ଟେ ଧରୁଛି ପଡିଗଲା, ସେତେବେଳେ ତା କରୁଣାର ବାତ୍ସଲ୍ୟ ମମତାରେ ସେ ଗାଳି ଦିଏ, ଆଉ ତୁ ଆଉ ଚଲାନି ଯା। କାହିଁକି ନା ସେ ତାର କରୁଣାର ମମତାଟା ବୋଲେ, କିନ୍ତୁ ସେ ଚାହିଁଥାଏ ମୋ ଛୁଆ ସ୍ୱାବଲମ୍ବୀ ହେଉ। ତେଣୁ ସେଥିପାଇଁ ମା, ଆମର ଯୋଉ କରୁଣାମୟୀ ମା, ସିଏ ପ୍ରତ୍ୟେକଙ୍କ ମନୁଷ୍ୟ ଭିତରେ କରୁଣାର ଧାରା ବହି ଦେଇଛନ୍ତି। ଏଠି ସେଥିପାଇଁ ମା କହିଲେ, ଆମେ ମାନେ ଜାଣିଛେ, ସମସ୍ତେ ଜାଣିଛନ୍ତି ଏଇ ଶବ୍ଦଟି। ସେଥିପାଇଁ ମା କହିଲେ ଯେ ତୁ ବୁଡ଼ିଲେ ମୁଁ ବୁଡୁଛି, ମୁଁ ତ ପାଖେ ପାଖେ ଅଛି। କାହିଁକି ଏ କଥା କହିଲେ ଯେ ତୁ ବୁଡ଼ିଲେ ମୁଁ ବୁଡୁଛି? ମାନେ ମା ଚାହୁଁଛି ତା ଛୁଆଟି ସ୍ୱାବଲମ୍ବୀ ହଉ, ନିଜ ଗୋଡରେ ନିଜେ ଛିଡା ହଉ। ମା କହୁନି ଯେ ମୁଁ ତତେ ରସି ପକେଇକି କୂଳକୁ ଟାଣି ଆଣିବି, ସେଟା ବି ନୁହଁ। ଜଣେ କହିଲେ ତମେ ବୁଡ଼ିଲ କି ଲାଭ ହେଲା? ମା କହିଲେ ବୁଡ଼ିବା, ଯେତେବେଳେ ବୁଡ଼ିବ, ବୁଡ଼ିବାର ଅଭିଜ୍ଞତା ନେବ। ମୁଁ ତୋର ମା ନା, ମୁଁ ତୋ ସହିତ ସେଥିପାଇଁ ବୁଡୁଛି, ତତେ ଦୃଷ୍ଟି ଦେଇଛି। ଯେତେବେଳେ ବୁଡ଼ିଲୁ, ସେ ଅଭିଜ୍ଞତା ନେଲୁ, ତୁ ସେଇଠି ଶିକ୍ଷା ପାଇବୁ ଜୀବନ ରାସ୍ତାରେ ଚାଲିବା ପାଇଁ, ପହଁରା ଶିଖିବୁ। ଆଉ ଯଦି ମୁଁ ବୁଡ଼ିଲେ ସାମର୍ଥ୍ୟ ବଢିବ। ହ୍ୱାଇ ୟୁ, ଆପଣ କାହିଁକି ବୁଡ଼ିବେ? ଆପଣ କାହିଁକି? ବିକଜ ଆଇ ଆମ୍ ୟୁ, ୟୁର ମଦର। ମୁଁ ତତେ ଏକୁଟିଆ ପାଣିରେ ବୁଡ଼ିବାକୁ ଛାଡି ପାରିବି ନାହିଁ, ମୁଁ ପରା ମା। ତେଣୁ ମାର କରୁଣା ଆମେ ତାକୁ କଳ୍ପନା କରିପାରିବା ନାହିଁ। କାହିଁକି? ସେ ଯନ୍ତ୍ରଣା ଭିତରେ ଆଶ୍ୱାସନା ଦେଇଥାଏ। ଯେତେବେଳେ ଆମେ ସେହି ଅହଂର ସୀମା ମଧ୍ୟରୁ ବାହାରିବା, ଆମେ ସେହି କରୁଣାର ସ୍ୱାଦଟିକୁ ଚାଖିପାରିବା। ତୁମଠାରେ କରୁଣା ଥିବ, ତୁମେ ତାଙ୍କର ସମସ୍ୟାକୁ ବୁଝିପାରିବ। ଏଠି ଯୋଉ ମା କହୁଛନ୍ତି ଦିବ୍ୟଜନନୀ ସମସ୍ତେ ତାଙ୍କର ସନ୍ତାନ, ଦେବତା ହୁଅନ୍ତୁ, ଅସୁର ହୁଅନ୍ତୁ, ଦୁଃଖୀ ହୁଅନ୍ତୁ, ରଙ୍କି ହୁଅନ୍ତୁ, ସମସ୍ତେ ହେଉଛନ୍ତି ସେଇ ମାର ସନ୍ତାନ। ତେଣୁ ଆମେ ଯଦି ଆଧ୍ୟାତ୍ମିକ ବିନମ୍ରତା ରଖିଲେ ଭଗବାନଙ୍କର କୃପା ପ୍ରାପ୍ତ କରିପାରିବା। ମାଙ୍କ କରୁଣା ଦୃଷ୍ଟି ଆମ ଉପରେ ରହିପାରିବ, ମନରେ ଶୀତଳତା ଆଣିପାରିବା। ସେହି ଶୀତଳତା ମା ପ୍ରଭୁଙ୍କର ପାଦ ଧୂଳି ବି ହୋଇପାରିବା। ତେଣୁ ଆମେ ଏଇ ଯୋଗ ଯାତ୍ରା କରୁଛେ, ଅନ୍ଧକାର ସାମ୍ନା କରିବାକୁ ପଡିବ। ଆମେ ଯେତେ ଗହର ଭିତରକୁ ଯିବା, କରୁଣାମୟୀ ମାର ଦିବ୍ୟ ଦୃଷ୍ଟି, ଦିବ୍ୟ କୃପା ଘେରି ରହିବ। ଆମେ ସିନା ବୁଡ ମାରିଲେ ସେ କରୁଣା ଭିତରକୁ ପ୍ରବେଶ କରିବା, ବୁଡ ମାରିଲେ ଭିତର ଗଭୀରତାର ଶୀତଳତାକୁ ଆମେ ଜାଣିପାରିବା, ତା ଶାନ୍ତିକି ଆମେ ଜାଣିପାରିବା। ସେଥିପାଇଁ ମୋର ଗୋଟେ ପ୍ରାର୍ଥନା, ଏକୁ ଲେଖୁ ଲେଖୁ ତୋ ଭଜନ ଜଣାଣରେ କରିବୁନି ଉଣା, ତୁମରି ମହକେ ହେବି ଧୂପ ମୁଁ ଯେ ଝୁଣା। ପ୍ଲାବିତ କର ମନ ପ୍ରାଣ ଗଣା, କରୁଣାମୟୀ ମାଲୋ ଢାଳ ତୋ କରୁଣା। ତୋ ଭଜନ ଜଣାଣରେ କରନି ଲଉଣା। କରୁଣାମୟୀ ମା, କରୁଣାମୟୀ ମାର ଅଶେଷ କରୁଣା, ଅନେକ ବାଧା ବିପଦରୁ ସେ ମତେ ରକ୍ଷା କରି ଆଣିଛି। ମୃତ୍ୟୁ ଶଯ୍ୟାରୁ ମଧ୍ୟ ସେ ମତେ ରକ୍ଷା କରି ଆଣିଛି। ଜୀବନ ଚାଲିଗଲେ ବି କେବେ ବି ତାକୁ ଭୁଲି ପାରିବି ନାହିଁ। ତୁ ଟିକେ ପୁରୁଣା ପଛକୁ ଯିବା, ତ୍ରେତୟା ଯୁଗର କଥା। ପ୍ରଭୁ ରାମଚନ୍ଦ୍ର ଶରଣ ପଶିଲେ ମାଙ୍କ ଚରଣରେ। ମାଙ୍କ କରୁଣା ଅଭୟ ପ୍ରଭୁ ରାମଚନ୍ଦ୍ରଙ୍କୁ ଦେଇଥିଲେ ଘୋର ବନରେ। ଦ୍ୱାପର ଯୁଗରେ ବିଜୁଳି କନ୍ୟା ହୋଇ କଂସକୁ ମୃତ୍ୟୁ ଖବର ଦେଲୁ। ଜଗତର ମଙ୍ଗଳ ପାଇଁ ପ୍ରଭୁ ଶ୍ରୀକୃଷ୍ଣ ସହାୟତା ସାଜିଲୁ। ଯୁଗେ ଯୁଗେ
ପାପୀକୁ ମାରି ଟପିକୁ ତାରିଲୁ। ଏ କଳି ଯୁଗରେ ଶ୍ରୀମା ହୋଇ କରୁଣାର ଦେବୀ ହୋଇ ଆସିଛୁ। ସତରେ ଆମେ ବହୁତ ପୁଣ୍ୟାତ୍ମା ମାକୁ ପାଇଛେ। ଆପଣ ମାନେ ଜାଣିଛନ୍ତି ଖୁଣ୍ଟି ନାଣ୍ଟି କରି ଦକ୍ଷତା ଦିଅନ୍ତି, ତ୍ରୁଟି ନିଭୁଲ ଭାବରେ ଦେଖନ୍ତି। ମାତର ବସ୍ତୁକୁ ଚେତନା ଠାରୁ ମଣିଷର ଧୈର୍ଯ୍ୟ ପର୍ଯ୍ୟନ୍ତ ସରସ୍ୱତୀ କାର୍ଯ୍ୟ କରନ୍ତି। ଆଉ ଦୃଷ୍ଟି ଅଦ୍ଭୁତ ତାଙ୍କର ଦୃଷ୍ଟି ଦେଇଥାନ୍ତି। ତାଙ୍କ ଅଙ୍ଗୁଳି ଯାଦୁକର, ଜଡତା କୋଠରତାକୁ ଦିଅନ୍ତି ଚେତନା। ନିଖୁଣ ଭାବରେ ଆନ୍ତର୍ଦୃଷ୍ଟି ଦିଅନ୍ତି। ଏହି ଅତିମାନସ ଭୂମିରେ କାର୍ଯ୍ୟକୁ ପରିଚାଳନା କରନ୍ତି। ନବସୃଷ୍ଟି ଦାୟିତ୍ୱ, ତେଣୁ ସନ୍ତାନକୁ କରୁଣାମୟୀ କରୁଣାର ଦୃଷ୍ଟିରେ ଦେଖନ୍ତି। ମାର କରୁଣା ସନ୍ତାନ ପ୍ରତି ବିଶାଳ ଥାଏ। ଟିକେ ପଛକୁ ଯିବା। କୌରବଙ୍କର ଏକମାତ୍ର ଦୁର୍ଯ୍ୟୋଧନ ଜୀବିତ ଥାନ୍ତି। ଗାନ୍ଧାରୀ ଏହା ଜାଣି ତାଙ୍କ ତପସ୍ୟାର ଫଳକୁ ତାଙ୍କ ଦାନ କରିବାକୁ ପୁତ୍ରକୁ ଚାହିଁଲେ। ଅର୍ଥାତ୍ ଗାନ୍ଧାରୀ ତାଙ୍କ ଆଖିରୁ ପଟି ଖୋଲି ଦୁର୍ଯ୍ୟୋଧନକୁ ସର୍ବାଙ୍ଗ ବଜ୍ର କରିବେ ଚାହିଁଲେ। ଶରୀର ବଜ୍ର ହୋଇଯିବ। ବଜ୍ର ଅସ୍ତ୍ରଶସ୍ତ୍ର ମାରିପାରିବେ ନାହିଁ। ଅଶ୍ୱତ୍ଥାମା ଏ ପ୍ରସ୍ତାବ ଦୁର୍ଯ୍ୟୋଧନକୁ ଜଣାଇଲେ। ଦୁର୍ଯ୍ୟୋଧନ ତାହା କରିବାକୁ ଗଲେ। ଶରୀରକୁ ନଗ୍ନ କରି ଗାନ୍ଧାରୀଙ୍କ ପାଖକୁ ଯାଉଥିଲେ। ଏକଥା ଶ୍ରୀକୃଷ୍ଣ ଜାଣିଲେ। କି ପ୍ରକାର ମାୟା କଲେ? ନଗ୍ନ ଅବସ୍ଥାରେ ଗଲେ ମାତୃହତ୍ୟାର ଦୋଷ ଲାଗିବ, ବଡ ପାପ ହବ। ତାଙ୍କ ମାୟାର ଚେତନା କଲେ। ସେ ଯାହା ହଉ, ମାଙ୍କ କରୁଣା ଅନେକ ଅସୁବିଧା ଥିଲେ ବି ମା କରୁଣା ଝରି ଆସିଥାଏ। ଗାନ୍ଧାରୀ କରୁଣା କଲେ ବା ତାଙ୍କ ପୁତ୍ରକୁ ସେ ତପସ୍ୟା ଫଳକୁ ଦେଇଥିଲେ। ଏ ହେଉଛି ମାର କରୁଣା। ବର୍ଷ ବର୍ଷର ତପସ୍ୟାର ଫଳ ସେ ପୁଅ ପାଖରେ ଅଜାଡ଼ି ଦେଇଥିଲେ। ଦିନେ ପ୍ରୀତିଦାସ ଗୁପ୍ତା ମାଙ୍କୁ କହିଲା, ମା, ମିନିଦି ସମସ୍ତେ ମହାବଳୀପୁର ଯିବେ। ମୁଁ ଯିବାକୁ ଚାହୁଁଛି। ମା, ତୁମେ ଯାଇପାରିବନି? ମା କହିଲେ, ତୁମେ ଯାଇପାରିବନି? ପ୍ରୀତିଦାସ ଗୁପ୍ତା ଅବାକ୍। ମା ଏମିତି କଣ କହିଲେ? ମା ଶୁଖିଲା ମୁହଁ ଦେଖି କହିଲେ, ସେଠି ପହଞ୍ଚି କହିବ ମୁଣ୍ଡ ବିନ୍ଧୁଛି, ସର୍ଦ୍ଦି ହୋଇଛି, ଜର ଲାଗୁଛି, ସେଥିପାଇଁ ମନା କରୁଛି। ସେମାନଙ୍କର ଆନନ୍ଦ ନଷ୍ଟ ହେବ। ପ୍ରୀତିଦାସ ଗୁପ୍ତା ଆଶ୍ଚର୍ଯ୍ୟ। ଇଏ ମୋ ପିଲାଦିନର କଥା। ସେଥିପାଇଁ ବାପା କୁଆଡେ ଛାଡନ୍ତି ନାହିଁ। ମା କେମିତି ଜାଣିପାରିଲେ? ମା ହଉଛି କରୁଣାମୟୀ। ତା ସନ୍ତାନର କଥା ସେ ଜାଣିଛନ୍ତି। ଅସୁବିଧା କେଉଁଠି ଅଛି ସେ ମଧ୍ୟ ଜାଣିଛନ୍ତି। ସେଥିପାଇଁ କଥା ଅଛି, ଭୀମ ବଳ କୁନ୍ତୀକୁ ଜଳା। ସମସ୍ତେ ଜାଣିଛେ। ସେଥିପାଇଁ ମା କହିଛନ୍ତି, ମୋ ସନ୍ତାନ ଏପରି କର, ମା ଯେପରି ତୁମକୁ ଚାହିଁଛନ୍ତି, କିଛି ଲୁଚାଉ ନାହିଁ। ମା କହନ୍ତି, ମୋର ପିଲା ମିଥ୍ୟା ଆଚରଣ କଲେ ମୁଁ ଜାଣିପାରେ। ଯେତିକି ବେଳେ ମାକୁ ତତ୍କ୍ଷଣାତ ଗୋଟିଏ ଧକ୍କା ଲାଗିଥାଏ। କି ଆଶ୍ଚର୍ଯ୍ୟର କଥା! ମୁଁ ଏପଟରେ କଣ ଖରାପ କହିଲି, ମିଛ କହିଲି, ମାଙ୍କୁ କଷ୍ଟ ହୁଏ। ତା ଅର୍ଥ କଣ ଆପଣ ମାନେ ବୁଝନ୍ତୁ। ତା ଅର୍ଥ, ମା ତମକୁ ଦୃଷ୍ଟି ଦେଇଛନ୍ତି, ଦୃଷ୍ଟିରେ ରଖିଛନ୍ତି। ମା ସକଳ ଶକ୍ତିର ମୂଳ ଆଧାର। ସେ ପରମକ କାର୍ଯ୍ୟକାରିଣୀ ଅଭିବ୍ୟକ୍ତି। ମା ତେଣୁଙ୍କ ଘରେ ପିଆନୋ ଶିଖାଉଥିଲେ। ଗୋଟେ ବ୍ରାହ୍ମଣୀ ବେଙ୍ଗଟି କୁଆ କୁଆ କରି ଆସି ସେ ପିଆନୋ ଶୁଣୁଥାଏ। ଆପଣ ମାନେ ବେଙ୍ଗର କଥା ଜାଣିଛନ୍ତି। ଯେତେବେଳେ ବନ୍ଦ କରିଦେଉଥିଲେ, ସେ କ୍ୱାକ୍ କ୍ୱାକ୍ ଶବ୍ଦ କରୁଥାଏ। ଅର୍ଥାତ୍ ପୁଣି ବଜାଅ। ମା ମଧ୍ୟ ତା କଥାକୁ ବୁଝିପାରୁଥିଲେ, ବଜାଉଥିଲେ। ବ୍ୟଙ୍ଗର କଥା ବି କରୁଣାମୟୀ ମା ବୁଝିପାରୁଛନ୍ତି। ସେ କାହା କଥା ନ ବୁଝନ୍ତି, ଗଛ କତରୁ ବ୍ୟଙ୍ଗ କତରୁ ସମସ୍ତଙ୍କ କଥା। କରୁଣାମୟୀ ମାର ଦକ୍ଷତା ଆମେ ଜାଣିଛୁ। ତା ହସ, ତା ଚାହାଣୀ, ଅନ୍ତସ୍ତର ସେ ଦେଖିପାରନ୍ତି। ମା ହେବାକୁ ହେଲେ ମମତା,
କ୍ଷମତାଶୀଳ ସ୍ନେହାଶୀଳ ହୋଇଥାଏ। ସନ୍ତାନର ଭଲ ପାଇଁ କଠୋର ମଧ୍ୟ ହୋଇଥାଏ। ଶ୍ରୀ ଅରବିନ୍ଦ କହନ୍ତି, ମା ଯୋଗ ଶକ୍ତିର ଅପବ୍ୟବହାର କରନ୍ତି ନାହିଁ। ତୁମେ ପ୍ରାର୍ଥନା କର, ମା ମୋତେ ତୁମରି ଆଶ୍ରୟ ଆବରଣ ଭିତରକୁ ନେଇଯାଅ। ବିଘ୍ନ ବିନାଶିନୀ ଶକ୍ତିର କାର୍ଯ୍ୟ ଦେଇଥାନ୍ତି। ଅସୁବିଧା ଗୁଡିକ ଦୂରରେ ଥାଇ ମଧ୍ୟ ସେ ଜାଣିପାରନ୍ତି। ସେ କରୁଣାମୟୀ। ମାଙ୍କର ଦର୍ଶନ ସମୟରେ ପିଲାଟିଏ ମାଙ୍କ ପାଦକୁ ଜୋରରେ ଚିମୁଡି ଘା କରିଥିଲା। ପିଲାଟିକୁ ହସି ହସି ପୁଷ୍ପ ଦେଇଥିଲେ। ଆଉ ପିଲାଟିକୁ ସମ୍ପର୍କୀୟ ପଚାରିବାରୁ ପିଲାଟି କହିଲା, ମାକୁ ପରୀକ୍ଷା କରୁଥିଲି। କରୁଣାମୟୀ ମା ସନ୍ତାନର ଦୁଷ୍ଟାମି ମଧ୍ୟ ହସି ହସି ସହିଯାଆନ୍ତି। ମା ଆଉ ସୁଧାରବାକୁ ମଧ୍ୟ ସମୟ ଦିଅନ୍ତି। ଜଣେ ସାଧିକା ଦର୍ଶନାର୍ଥୀ ମଧ୍ୟରେ ନଥିଲେ। ସିଏ ଅନ୍ୟ ଜଣକୁ ପଠାଇଲେ, କହିଲେ ବୁଝ କାହିଁକି ଆସିନାହାନ୍ତି। ସାଧକ ଦେଖିଲେ ତାଙ୍କୁ ଜ୍ୱର। ମାଙ୍କ ନିର୍ଦ୍ଦେଶରେ ତୁମକୁ ଦେଖିବାକୁ ଆସିଛି। ଆଶ୍ଚର୍ଯ୍ୟ, ତା ପରଦିନ ଜ୍ୱରଟି ଛାଡି ଯାଇଥିଲା। କରୁଣାମୟୀ କଲ୍ୟାଣମୟୀ ମା ସବୁ ଜାଣନ୍ତି। ଶ୍ରୀ ଅରବିନ୍ଦ କରୁଣାମୟୀ ମାଙ୍କୁ 4ଟି ଅଭିବ୍ୟକ୍ତ ସ୍ୱରୂପ ବର୍ଣ୍ଣନା କରିଛନ୍ତି। ଯେଉଁଠି ମାହେଶ୍ୱରୀ, ଯେଉଁଠି ମହାକାଳୀ ଓ ଯେଉଁଠି ମହାଲକ୍ଷ୍ମୀ, ଯେଉଁଠି ମହାସରସ୍ୱତୀ ଅଛି ରୂପେ ପ୍ରକାଶ କରୁଛନ୍ତି, ସେଠି କରୁଣା ହିଁ କରୁଣା ଅଛି। ମାହେଶ୍ୱରୀ ସେ ଜ୍ଞାନ ଓ କରୁଣାର ସ୍ୱରୂପା, ମହାକାଳୀ ବଳବୀର୍ଯ୍ୟ ସ୍ୱରୂପା, ମହାଲକ୍ଷ୍ମୀ ସୌନ୍ଦର୍ଯ୍ୟ ସଂଗତି ସ୍ୱରୂପା, ମହାଲକ୍ଷ୍ମୀ ଶୃଙ୍ଖଳା ଓ ପୂର୍ଣ୍ଣତା ସିଦ୍ଧି ସ୍ୱରୂପା। ଏହି ତ୍ରିଜଗତରେ ରାଜରାଜେଶ୍ୱରୀ ମାତୃ କରୁଣାର ଅସରନ୍ତି ଉତ୍ସ, କରୁଣାର ସିନ୍ଧୁ। ଏହି ରୂପରେ ସେ ତାଙ୍କର କରୁଣା ଢାଳି ଦିଅନ୍ତି। ତାଙ୍କ ଶକ୍ତିର ତୀବ୍ର ତେଜ ସକଳ ପ୍ରକାରର ବାଧାକୁ କାଟି ସିଦ୍ଧି ଆଡକୁ ନେଇଯାଆନ୍ତି। ତାଙ୍କ କରୁଣା ଏତେ ତୀବ୍ର, ବିରୋଧିନୀ ଶକ୍ତିମାନଙ୍କର ବିରୋଧରେ ରଣରଙ୍ଗିନୀ ଓ ଭୟଙ୍କରୀ, ଅସଂଗ୍ରାମରତ ଓ କ୍ଷମାଶୂନ୍ୟ। ଦଣ୍ଡ ଦେବା ପାଇଁ ଆଉ ଅଭୟ ଦେବା ପାଇଁ ଏକ ସଙ୍ଗରେ ହାତ ବଢେଇଥାନ୍ତି। ଅପାର କରୁଣା ଆମ୍ଭମାନଙ୍କୁ ଆପ୍ଲୁତ ବା ଭିଜେଇ ଦେଉଛି, ଆପ୍ଲୁତ କରି ତୋଳୁଛି। କରୁଣାମୟୀଙ୍କର କରୁଣା ଏତେ। ପ୍ୟାରିସର ପାଖାପାଖି ଏକ ପ୍ରକାଣ୍ଡ ବଣରେ 2000 ବର୍ଷର ପୁରୁଣା ଗଛ। ମା ଧ୍ୟାନରେ ତାତ୍ପର୍ଯ୍ୟ କଣ ଜାଣିନଥିଲେ। ଗଛ ମୂଳରେ ଯେତେବେଳେ ବସି ଧ୍ୟାନସ୍ଥ ହେଇଯାଉଥିଲେ, ଅନ୍ତରର ଗଭୀର ସଂଯୋଗ ଉପଲବ୍ଧି କରୁଥିଲେ, ଏକ ହୋଇଯାଉଥିଲେ। ଆଶ୍ଚର୍ଯ୍ୟର କଥା, ଇଏ କରୁଣାମୟୀ ପକ୍ଷୀ, ମାନେ ଏ ଯୋଉ ତାଙ୍କ ଉପରେ ପକ୍ଷୀ, ଗୁଣ୍ଡୁଚି, ମୂଷା, ଏମାନେ ସବୁ ଚଲାବୁଲା କରୁଥିଲେ। ଦେହ ଉପରେ ଦୌଡା ଦୌଡି କରୁଥିଲେ। ମାଙ୍କର କି କରୁଣା, ତାଙ୍କୁ କିଛି ଫରକ ହିଁ ପଡୁନଥିଲା। ସେ ତାଙ୍କ ସନ୍ତାନ ଭାବିକି ତାଙ୍କୁ ସେଠି ସ୍ଥାନ ଦେଉଥିଲେ। ଥରେ ବଡ ଗଛଟି କଟା ହବାର ଥିଲା। ଗଛଟି ବୁଝିପାରିଲା ଯେ ମୁଁ କଟା ହେବାକୁ ଯାଉଛି। ମାଙ୍କ ଅନୁରୋଧ ଜଣେଇଲା। ମାର କରୁଣାରୁ ସେ ଅନୁଭବ କଲା। ମା କହିବାରୁ ଗଛଟି କଟା ବନ୍ଦ ହେଲା। ମା ପାଖରେ ଅଳି କଲା। ଆଉ ଦିନର ଘଟଣା, କରୁଣାମୟୀ ମାଙ୍କର ୟୁରୋପ ବୁଲିବାକୁ ତେଓ ମା ଜାହାଜରେ, ମା ତେଓ ତାଙ୍କ ଗୁରୁ ସମୁଦ୍ର ପଥରେ ଯାଉଥିଲେ। କିଛି ଦୂରରେ ପ୍ରବଳ ଝଡ଼ ଉଠିଲା। ଜାହାଜ ଟଳମଳ ହେଲା। ଯାତ୍ରୀମାନଙ୍କର ପ୍ରାଣ ଅତିଷ୍ଠ ହୋଇ ଉଠିଲା। କାନ୍ଦିବାକୁ କେହି କେହି ଲାଗିଲେ। ମା ନିଜ ଶରୀରରୁ ବାହାରକୁ ଯାଇ ନିଜ ଦେହ ଛାଡି ମୁକ୍ତ ସମୁଦ୍ର ଉପରେ ବିଚରଣ କଲେ। ଆଉ ଦେଖିଲେ ଅଶରୀର ଆତ୍ମା ପାଗଳାମି କରୁଛନ୍ତି। ଜାହାଜଟିକୁ ଧରି ଦୋହଲାଉଛନ୍ତି। ଦୁଷ୍ଟ ବୃତ୍ତି ଦ୍ୱାରା ଆନନ୍ଦ ପାଉଛନ୍ତି। ମା ତାଙ୍କୁ ବୁଝାଇଲେ, ନମ୍ର ଭାବରେ ଅଧଘଣ୍ଟା ବୁଝାଇଲେ, ବାପଧନ କରିକି ବୁଝାଇଲେ। ସେମାନେ ତୃଷ୍ଟ ହୋଇ ଦୁଷ୍କାର୍ଯ୍ୟରୁ ନିବୃତ୍ତ ହେଲେ। କରୁଣାମୟୀ ମାଙ୍କର କେତେ କରୁଣା, ସବୁ ଠିକ ହୋଇଗଲା। ଏହି କରୁଣାମୟୀ ମାଙ୍କର ଚେତନା ପିଲାବେଳୁ ବିକଶିତ। ଅନେକ ଘଟଣା ଅଛି, କିନ୍ତୁ କରୁଣାର ପସରା ମେଲିଥିଲା। 13 ବର୍ଷ ବୟସରେ ଗୋଟିଏ ସ୍ୱପ୍ନକୁ ସେ ବାର ବାର ଦେଖୁଥିଲେ। ସେ ଉପରକୁ ଉଠି ଯାଉଛନ୍ତି, ଉର୍ଦ୍ଧ୍ୱକୁ। ବସ୍ତ୍ର କଣ ହଉଥିଲା ନା, ବସ୍ତ୍ର ବେଶୀ ଲମ୍ବା ଓ ସୁନେଲି ରଙ୍ଗର ପୋଷାକଟି ଲମ୍ବ ହୋଇଯାଉଛି।
ଘେରଟା ଚାରିଆଡେ ଗୋଲ ହୋଇ ବିସ୍ତାରିତ ହୋଇ ପଡୁଛି, ଯେମିତି ବିରାଟ ଛତା। କେତେ ରକମର ଲୋକ, କେତେ ପୁଅ ଝିଅ ବୁଢା, କେତେ ରୁଗୁଣ କ୍ଲିଷ୍ଟ ହତଭାଗ୍ୟ ନିରାନନ୍ଦ ମଣିଷ ସେହି ପୋଷାକର ଛତା ତଳେ ଜମା ହେଉଛନ୍ତି। ଆସି କହୁଛନ୍ତି ଦୁଃଖ କଷ୍ଟର କଥା, ବ୍ୟଥା ବେଦନା କଥା, ଯେମିତି କିଛି ସାହାଯ୍ୟ ମାଗୁଛନ୍ତି। ସେହି ପୋଷାକ ତଳେ ଶାନ୍ତି ସାନ୍ତ୍ୱନା ପାଇଁ ସୁସ୍ଥ ହୋଇ ଉଠୁଛନ୍ତି, ଅନେକ ଖୁସି ହୋଇ ଦେହକୁ ଫେରୁଛନ୍ତି। ଆନନ୍ଦ ଠାରୁ ମୋ ପାଖରେ କିଛି, ମା କହୁଛନ୍ତି, ସେ ଆନନ୍ଦ ଠାରୁ ମୋ ପାଖରେ ଆଉ କିଛି ନଥିଲା। କି କରୁଣାମୟୀ ସେ, ଯେପରି ମୋ ପ୍ରକୃତ ଜୀବନ ଲାଗୁଥିଲା, ସତରେ ବି ସେ ତାହା ହିଁ କରୁଛନ୍ତି। ଆଉ ସେଇ ସତ୍ୟ ମାଙ୍କର ଏକ ରୂପ ନେଇଛି। ଆଉ ସେଥିପାଇଁ କରୁଣାମୟୀ ଦିବ୍ୟ ଜନନୀ ଆମ ପାଇଁ କଷ୍ଟ ସହିଛନ୍ତି। ମନୁଷ୍ୟ ପାଇଁ ଦୁଇ ଜଣଙ୍କ ଏଇ ସୃଷ୍ଟିକେ ଆସିଛନ୍ତି ପ୍ରଭୁ ଆଉ ମା। ଯାହା ସ୍ୱପ୍ନ ଦେଖିଥିଲେ ତାହା ସତ କରୁଛନ୍ତି, ଆମ ମାନଙ୍କୁ ପ୍ରସ୍ତୁତ କରୁଛନ୍ତି। ହେ ଭଗବାନ, ଅସୀମ ତୋର ମହିମା, ଅପରୂପ ତୋର ସତ୍ୟ, ତ ସର୍ବଶକ୍ତିମାନ ପ୍ରେମ ହିଁ ଜଗତକୁ ଉଦ୍ଧାର କରୁଛି। ମାଙ୍କ ପ୍ରାର୍ଥନା, ଶତ ଶତ ଜୀବ ଯଦି ଗାଢତମ ଅଜ୍ଞାନ ମଧ୍ୟରେ ବୁଡି ରହିଥାନ୍ତି, ସେଥିରେ କିଛି ଯାଏ ଆସେ ନାହିଁ। କାଲି ମୁଁ ଯାହାକୁ ଦେଖିଲି ସେ ପୃଥିବୀ ଉପରେ ଦିବ୍ୟମାନ। ତାଙ୍କ ଉପସ୍ଥିତି ହିଁ ଯଥେଷ୍ଟ ପ୍ରମାଣ। ଅନ୍ଧକାର ଆଲୋକରେ ରୂପାନ୍ତରିତ ହେବ। ମା ପ୍ରଥମ ମହଲ ଦେଇ ଉପର ମହଲକୁ ଯାଉଥିଲେ। କେତେ ସମୟ ହେଲା ଜାଣିପାରୁନି, ଏଠି ସରେଇ ଦଉଛି, ଅନେକ ଅଛି ତ ଆଲୋଚନା। ଯାଉଥିଲେ, ସାଧକ ପଚାରିଲେ ମା କାହାକୁ, ମା କହିଲେ କାହାକୁ କହୁଛନ୍ତି? ଏଠି ଯେତେବେଳେ ଯାଉଥିଲେ ହଠାତ୍ କହିଲେ ଖୁବ ସୁନ୍ଦର, ବହୁତ ସୁନ୍ଦର। ସାଧକ ପଚାରିଲେ ମା କାହାକୁ କହୁଛନ୍ତି? ମା କହିଲେ ଗାଲିଚାକୁ କହୁଥିଲି। ଗାଲିଚା କଥା ବି ଆପଣ ଶୁଣୁଛନ୍ତି? ଏ ହଉଛି କରୁଣାମୟୀ ମା। ଗାଲିଚା ସିଏ ମତେ ପଚାରୁଛି, ମୁଁ ସେବାରେ ଠିକ ସେବା ଦେଇପାରୁଛି ତ? ମୁଁ ତାକୁ କହୁଛି। ତେଣୁ 1938 ମସିହାରେ ମା ତାଙ୍କ ରୁମରେ ବିଶ୍ରାମ ନେଉଥାନ୍ତି। ଶ୍ରୀ ଅରବିନ୍ଦ ପଡିଗଲେ। ମା ରୁମରେ ଥାଇ କହୁଛନ୍ତି ଶ୍ରୀ ଅରବିନ୍ଦ ପଡିଗଲେ। ମା କରୁଣାମୟୀ ସବୁ ଜାଣନ୍ତି, ତେଣୁ ଦିବ୍ୟ କରୁଣା ଉପରେ ଆମେ ବିଶ୍ୱାସ କରିବା। ଶ୍ରୀ ଅରବିନ୍ଦ କହନ୍ତି, ରକ୍ତ ମାଂସ ଶରୀରରେ ମା ଆସିଛନ୍ତି, ନିଜ ମା ପରି ପାଖକୁ ଆଗେଇ ଯାଅ। ଯେମିତି ଆମେ ନିଜ ମାକୁ ଯାହା ମନ ଖୋଲିକି କହିଦଉଛେ, ଆମେ ଏହି ଦିବ୍ୟ ଜନନୀକି ମନ ଖୋଲିକି କହିଦବା। ସେଥିପାଇଁ ସେ ଜୀବନ ଏଇ ମାନବ ଶରୀରକୁ ଧାରଣ କରିଛନ୍ତି। ହାତରେ ଯଦି ଦୁର୍ଗା ଭଳି ତ୍ରିଶୂଳ ଧରିକି ଆସିଥିଲେ, ହୁଏତ ତୁମେ ସେତିକି କଥା କହିପାରି ନଥାନ୍ତ। ଜୀବନ କାର୍ଯ୍ୟକ୍ରମ ବଦଳେଇବା ଦରକାର ନାହିଁ। ଆମେ ମା ବିରାଟ ବଡ ମା ଆସିଛନ୍ତି, ହାତରେ ତ୍ରିଶୂଳ ଧରିଛନ୍ତି, ଇଏ କାର୍ଯ୍ୟକ୍ରମକୁ ବଦଳ ନାହିଁ। ନର୍ମାଲ ଭାବ, ମା ଆସିଛନ୍ତି ମୋ ପାଖକୁ। ଯେମିତି ମୋ ଜନ୍ମିତ ମା ପାଖରେ ମୁଁ ଅଳି କରୁଛି, ଏ ମା ପାଖରେ ମଧ୍ୟ ମୁଁ ଅଳି କରିବି। ନିଜ କାର୍ଯ୍ୟକ୍ରମକୁ ବଦଳାଇବା ଦରକାର ନାହିଁ। ବଦଳାଇବ ଯଦି ନିଜ ପ୍ରକୃତି, ନିଜ ମନୋଭାବକୁ ବଦଳାଅ। କରୁଣାମୟୀ ମା ତୁମ ପ୍ରସ୍ତୁତି ଦେଖିବେ, ଆଉ କୃପା ଢାଳିଦେବେ, କରୁଣା ଢାଳିଦେବେ। ସମୟ ତ ହେଇଗଲାଣି, ଆଉ ତେଣୁ ଏତିକି ପ୍ରାର୍ଥନା କରୁଛି, ମା ସମସ୍ତଙ୍କ ଚେତନାରେ ଊର୍ଦ୍ଧ୍ୱଗାମୀ କରନ୍ତୁ। ମା କହନ୍ତି, ଯେଉଁମାନେ ନିଷ୍ଠାପର, ମୁଁ ତାଙ୍କ ଆଖି ଭିତର ଦେଇ ଭିତରକୁ ଦେଖିପାରେ। ତେଣୁ ମୁଁ ସେହି ମାଙ୍କୁ ପ୍ରାର୍ଥନା କରୁଛି, ସେହି ଆଖି ଭିତର ଦେଇ ସେ ସମସ୍ତଙ୍କ ନିଷ୍ଠାକୁ, ଚେଷ୍ଟାକୁ ଉଜାଗର କରନ୍ତୁ, ଆଉ ଆଗକୁ ନିଅନ୍ତୁ, ସମସ୍ତଙ୍କୁ ଖୁସି ଦିଅନ୍ତୁ। ବନ୍ଦେ ମାତରମ୍।